प्रणाम। गुरुर्ब्रह्मा गुरुर्विष्णु गुरुर्देव महेश्वर गुरु साक्षात् परम ब्रह्म तस्मै श्री गुरवे नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौरभक्तवृंद। हरे कृष्णा कृष्ण कृष्ण हरे 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 राम 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 हरे हरे। हरे कृष्णा कृष्ण कृष्ण हरे 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 राम 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 हरे हरे। हरे कृष्णा कृष्ण कृष्ण हरे 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 राम 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 हरे हरे। हरे कृष्णा कृष्ण कृष्ण हरे 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 राम 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 हरे हरे। हरे कृष्णा कृष्ण कृष्ण हरे 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 राम 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 हरे हरे। जय जगन्नाथ। श्री हरि नाम संकीर्तन की जय हो। श्री कृष्ण चैतन्य प्रभु नित्यानंद प्रभु सिद्ध गदाधर जय श्री श्रीवासादि गौर जगन्नाथ भक्त प्रभु जी, वृंद। समस्त को प्रणाम, सत्संग को हरिनाम प्रणाम, प्रभु जी की की जय। प्रणाम। श्रीमद् भगवद गीता की जय। श्री बलदेव श्री सुभद्रा श्री जगन्नाथ श्री दर्शन देव की जय। श्री भक्तवृंद की जय। नीलाचलपुरी धाम की जय। श्री वृंदावन धाम की जय। जय जय श्री राधे श्याम। श्रीमद् भगवद गीता अनुवाद स्नेहा माता जी देखु। चतुर्थ अध्याय श्लोक संख्या 21। निराशीर्यत चितात्मा त्यक्त सर्व परिग्रहः शारीरं केवलं कर्म कुर्वान् आप्नोति किल्बिषम्। अनुवाद। हरे कृष्ण महाराज, दंडवत प्रणाम, प्रणाम। समस्त प्रणाम। जय जगन्नाथ। जय जगन्नाथ। जे अंतःकरण ଓ ଇନ୍ଦ୍ରିୟ ମାନଙ୍କ ସହିତ ଶରୀରକୁ ଜୟ କରିନେଇଛନ୍ତି, ଯେ ସମସ୍ତ ଭୋଗ ସାମଗ୍ରୀ ପରିତ୍ୟାଗ କରିଦେଇଛନ୍ତି, ସେଇ ଆଶା ରହିତ ପୁରୁଷ କେବଳ ଶରୀର ସମ୍ବନ୍ଧୀ କର୍ମ କରୁଥିଲେ ମଧ୍ୟ ପାପ ଭାଗୀ ହୁଅନ୍ତି ନାହିଁ। ଏବେ ପ୍ରଶ୍ନ ଆସୁଛି, ନିରାଶୀ ଯତଚିତାତ୍ମା ଏବଂ ତ୍ୟକ୍ତ ସର୍ବ ପରିଗ୍ରହ, ଏହି ତିନୋଟି ବିଶେଷଣ ପ୍ରୟୋଗର ଅଭିପ୍ରାୟ କ'ଣ? ଉତ୍ତର ହେଉଛି, ଯେଉଁ ମନୁଷ୍ୟମାନଙ୍କର କୌଣସି ସାଂସାରିକ ବସ୍ତୁର କିଛି ବି ଆବଶ୍ୟକତା ନାହିଁ, ଯେ କୌଣସି ବି କର୍ମରୁ ବା କୌଣସି ବି ମନୁଷ୍ୟଠାରୁ କିଛି ବି ପାଇବାକୁ ଟିକିଏ ହେଲେ ଆଶା ବା ଇଚ୍ଛା ରଖନ୍ତି ନାହିଁ, ଯେ ସମସ୍ତ ପ୍ରକାର ଇଚ୍ଛା କାମନା ବାସନା ଆଦି ସର୍ବଥା ତ୍ୟାଗ କରି ଦେଇଛନ୍ତି, ତାଙ୍କୁ ନିରାଶୀ କହନ୍ତି। ଯେ ଅନ୍ତଃକରଣ ଏବଂ ସମସ୍ତ ଇନ୍ଦ୍ରିୟ ସହିତ ଶରୀରକୁ ଜୟ କରିସାରିଛନ୍ତି, ଅର୍ଥାତ୍ ଯାହାଙ୍କର ମନ ଓ ଇନ୍ଦ୍ରିୟ ରାଗ ଦ୍ୱେଷରୁ ରହିତ ହୋଇଯାଇଥିବାରୁ ତାଙ୍କ ଉପରେ ଶତାଧିକ ବିଷୟମାନଙ୍କର ସଙ୍ଗ କିଛି ବି ପ୍ରଭାବ ପକାଇ ପାରେ ନାହିଁ, ଏବଂ ଯାହାଙ୍କର ଶରୀର ମଧ୍ୟ ସେ ଯେପରି ରଖିବାକୁ ଚାହାନ୍ତି ସେପରି ରହେ, ସେ ଗୃହସ୍ଥ ହୋଇଥାନ୍ତୁ କି ସନ୍ନ୍ୟାସୀ ହୋଇଥାନ୍ତୁ। ଯେ ଯତ ଚିତାତ୍ମା ଅଟନ୍ତି ଏବଂ ଯାହାଙ୍କର କୌଣସି ବିଷୟରେ ମମତ୍ୱ ନାହିଁ, ତଥା ଯେ ସମସ୍ତ ଭୋଗ ସାମଗ୍ରୀ ସଂଗ୍ରହ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିଦେଇଛନ୍ତି, ସେହି ସନ୍ନ୍ୟାସୀ ତ
ସର୍ବଥା ତ୍ୟକ୍ତ ସର୍ବ ପରିଗ୍ରହ ହିଁ ଅଟନ୍ତି। ଏହା ବ୍ୟତୀତ ଅନ୍ୟ ଆଶ୍ରମର ଯେ କେହି ଲୋକ ଉପରୋକ୍ତ ପ୍ରକାରେ ପରିଗ୍ରହ ତ୍ୟାଗ କରିଦିଅନ୍ତି ସେ ମଧ୍ୟ ତ୍ୟକ୍ତ ସର୍ବ ପରିଗ୍ରହ ଅଟନ୍ତି। ଏହି ଶ୍ଲୋକରେ ଏହି ତିନୋଟି ବିଶେଷଣ ପ୍ରୟୋଗ କରି ଦେଖାଇ ଦିଆଯାଇଛି ଯେ ଏପରି ବାହ୍ୟ ବସ୍ତୁମାନଙ୍କର ସମ୍ବନ୍ଧ ନ ରଖି ଯେ ନିରନ୍ତର ଅନ୍ତରାତ୍ମାରେ ସନ୍ତୁଷ୍ଟ ରହନ୍ତି, ସେହି ସାଂଖ୍ୟ ଯୋଗୀ ଯଦି ଯଜ୍ଞ ଦାନାଦି କର୍ମ ଅନୁଷ୍ଠାନ ନ କରି କେବଳ ଶରୀର ସମ୍ବନ୍ଧୀ ଖାଇବା ପିଇବା ଆଦି କର୍ମ ହିଁ କରନ୍ତି, ତେବେ ମଧ୍ୟ ସେ ପାପ ଭାଗୀ ହୁଅନ୍ତି ନାହିଁ। କାରଣ ତାଙ୍କର ସେହି ତ୍ୟାଗ ଆସକ୍ତି କି ଫଳ ଇଚ୍ଛା ଅଥବା ଅହଙ୍କାର ପୂର୍ବକ ମୋହ ଦ୍ୱାରା କରାଯାଇ ନଥାଏ। ତାହା ତ ଆସକ୍ତି, ଫଳେଚ୍ଛା, ଅହଙ୍କାରରୁ ରହିତ ହୋଇଥିବା ସର୍ବଥା ଶାସ୍ତ୍ରସମ୍ମତ ତ୍ୟାଗ ଅଟେ। ଅତଏବ ତାହା ସବୁ ଦୃଷ୍ଟିରୁ ସଂସାରର ମଙ୍ଗଳକାରୀ। ଏଠି ପୁଣି ପ୍ରଶ୍ନ ଆସୁଛି, ଏଠାରେ ଶାରୀରମ୍ ଏବଂ କେବଳ ବିଶେଷଣ ସହିତ କର୍ମ ପଦ କେଉଁ କର୍ମର ବାଚକ ଏବଂ କିଳ୍ବିଷମ୍ ପଦ କାହାର ବାଚକ ତଥା ଏହା ପ୍ରାପ୍ତ ନ ହେବାର ଅର୍ଥ କ'ଣ? ଉତ୍ତର ହେଉଛି ଶାରୀରମ୍ ଏବଂ କେବଳମ୍ ବିଶେଷଣ ସହିତ କର୍ମପଦଟି ଏଠାରେ ଶୌଚ ସ୍ନାନ, ପାନ ଭୋଜନ ଏବଂ ଶୟନ ଆଦି କେବଳ ଶରୀର ନିର୍ବାହ ସହ ସମ୍ବନ୍ଧ ରଖୁଥିବା କ୍ରିୟାମାନଙ୍କର ବାଚକ ତଥା କିଳ୍ବିଷମ୍ ପଦଟି ଏଠାରେ ଯଜ୍ଞ ଦାନାଦି ବିହିତ କର୍ମର ତ୍ୟାଗ ଜନିତ ପ୍ରତ୍ୟବାୟ ରୂପକ ପାପର ତଥା ଶରୀର ନିର୍ବାହ ପାଇଁ କରାଯାଉଥିବା କ୍ରିୟା ଜନିତ ଅନିବାର୍ଯ୍ୟ ହିଂସା ଆଦି ପାପମାନଙ୍କର ବାଚକ। ଉପରୋକ୍ତ ପୁରୁଷଙ୍କୁ ଯଜ୍ଞାଦି କର୍ମାନୁଷ୍ଠାନର ଅକରଣ ଜନିତ ପ୍ରତ୍ୟବାୟ ରୂପକ ପାପ ଲାଗେ ନାହିଁ ଏବଂ ଶରୀର ନିର୍ବାହ ପାଇଁ କରାଯାଉଥିବା କ୍ରିୟା ଜନିତ ପାପ ସହିତ ତାଙ୍କର ସମ୍ବନ୍ଧ ରହେ ନାହିଁ। ଏହା ହିଁ ତାଙ୍କର କିଳ୍ବିଷ ପ୍ରାପ୍ତ ନ ହେବା। ଶ୍ଲୋକର ସମ୍ବନ୍ଧ ହେଉଛି ଉପରୋକ୍ତ ଶ୍ଲୋକରେ ସିଦ୍ଧ କରାଇ ଦିଆଯାଇଛି ପରମାତ୍ମାଙ୍କୁ ପାଇଥିବା ସିଦ୍ଧ ମହାପୁରୁଷଙ୍କର କର୍ମ କରିବାରେ ବା ନ କରିବାରେ କିଛି ପ୍ରୟୋଜନ ରହେ ନାହିଁ ତଥା ଜ୍ଞାନ ଯୋଗ ସାଧକଙ୍କର ଗ୍ରହଣ ଏବଂ ତ୍ୟାଗ ଶାସ୍ତ୍ର ସମ୍ମତ ଆସକ୍ତି ରହିତ ଏବଂ ମମତ୍ୱ ରହିତ ହୁଏ। ଏଣୁ ସେ କର୍ମ କରନ୍ତୁ ବା ନ କରନ୍ତୁ ସବୁ ଅବସ୍ଥାରେ ସର୍ବଥା କର୍ମ ବନ୍ଧନରୁ ମୁକ୍ତ ଥାଆନ୍ତି। ବର୍ତ୍ତମାନ ଭଗବାନ ଦେଖାଉଛନ୍ତି ଯେ କର୍ମରେ ଅକର୍ମ ଦର୍ଶନ ପୂର୍ବକ କର୍ମ କରୁଥିବା କର୍ମଯୋଗୀ ମଧ୍ୟ କର୍ମ ବନ୍ଧନରେ ପଡ଼ନ୍ତି ନାହିଁ। ହରେ କୃଷ୍ଣ, ହରି ବୋଲ, ପ୍ରଣାମ। ପ୍ରଣାମ, ଧନ୍ୟବାଦ ମାତାଜୀ। ଏଠି ଏ ଶ୍ଲୋକରେ ଯେମିତି ମାତାଜୀ ଭଲ ଭାବରେ ବ୍ୟାଖ୍ୟା କଲେ, ଏଠି ଶ୍ରୀ ଭଗବାନ କହୁଛନ୍ତି ନିରାଶୀ, ଯେଉଁଟାକି ଏବେ ଭଲ ଭାବରେ ଆମେ ବୁଝିପାରିଲେ। ନିରାଶୀ ଶବ୍ଦର ଅର୍ଥ ହେଲା ଯେ କାମନା ଯାହାର ନଥାଏ, କାମନା ଶୂନ୍ୟ, ୟତ ଚିତାତ୍ମା, ଯାହାଙ୍କର ଚିତ୍ତ ଏବଂ ଦେହ ବଡ଼ ସଂୟମ, ଅତ୍ୟକ୍ତ ସର୍ବ ପରିଗ୍ରହ, ଯେ ସବୁ ପ୍ରକାରର ପରିଗ୍ରହ କରେ ମାନେ ତ୍ୟାଗ କରିଥାଏ, ମାନେ ସବୁ ପ୍ରକାର ଭୋଗ ସାମଗ୍ରୀକୁ ପରିତ୍ୟାଗ କରିସାରିଛନ୍ତି। କେବଳ ଶରୀର ରକ୍ଷା ପାଇଁ କର୍ମ କୁର୍ବନ୍, ଯେଉଁ କର୍ମ କରନ୍ତି, କେଲବିଷଂ ନ ଆପନୋତି, ସେ ପାପଗ୍ରସ୍ତ ହୁଅନ୍ତି ନାହିଁ। ଏଠି ମାନେ ଶ୍ରୀ ଭଗବାନ ଏ ଯେଉଁ ଶ୍ଲୋକ ଶ୍ରୀ ଅର୍ଜୁନ ଦେବଙ୍କୁ କହୁଛନ୍ତି, ମାନେ ଯାହାଙ୍କର ଚିତ୍ତ ଏବଂ ଦେହ ସଂୟମ, ଚିତ୍ତ ଏବଂ ଦେହ ସଂୟମ କାହାର ହେବ, ଏ ବିଷୟରେ ବିଶେଷ ଚର୍ଚ୍ଚା କରିବା ଉଚିତ। କାରଣ ଯାହାର ହେବ ପୁଣି ତାପରେ ଏଇ ସବୁ ଗୁଡ଼ିକ ବଡ଼ ମାନେ ସରଳରେ ବୁଝି ହେବ। ଚିତ୍ତ ଏବଂ ଦେହ ସଂୟମ, କାମନା ଶୂନ୍ୟ ହେବା ଉଚିତ। ତାପରେ ସେ ସବୁ ପ୍ରକାର ଭୋଗ ସାମଗ୍ରୀ ପରିତ୍ୟାଗ କରିପାରିଥିବ। ଏଭଳି ପୁରୁଷଙ୍କର ଯେଉଁ କର୍ମ ଶରୀର ରକ୍ଷା ପାଇଁ, ସେ କୌଣସି ପାପଗ୍ରସ୍ତ ହୁଅନ୍ତି ନାହିଁ। ଚକ୍ରବର୍ତ୍ତୀ ଅପାଦଙ୍କର ଏ ଶ୍ଲୋକରେ ମାନେ ସେ କହୁଛନ୍ତି, ବଡ଼ ସଂକ୍ଷେପରେ ସେ କହୁଛନ୍ତି, ଏଠି ଯେଉଁ ମାନେ ଆତ୍ମା ଶବ୍ଦ ଶ୍ରୀ ଭଗବାନ ବ୍ୟବହାର କରିଛନ୍ତି, ନିରାଶୀ ଚିତାତ୍ମା, ଆତ୍ମା ଶବ୍ଦ ସେ କହୁଛନ୍ତି ଏହା ଦେହ ପାଇଁ ବ୍ୟବହାର କରାଯାଇଛି। ମାନେ ସ୍ଥୂଳ ଦେହ ବା ଶାରୀରମ୍ ଆଉ ଶରୀର ନିର୍ବାହ ପାଇଁ ଯେଉଁ କର୍ମ
ସେ କର୍ମ ଏଭଳି କରିଲେ ମଧ୍ୟ ତାଙ୍କୁ ପାପ ହୁଏ ନାହିଁ। ଏବଂ ଏଠି ଯେଉଁ ପୂର୍ବ ଶ୍ଲୋକରେ ଆମେ ପାଠ କରିଥିଲେ କି ବିକର୍ମ ମଧ୍ୟ ବୁଝିବା ଆମେ ଉଚିତ ତତ୍ତ୍ୱରେ, ଏଠି ବିକର୍ମ ତତ୍ତ୍ୱରେ ମଧ୍ୟ ବୁଝାଯାଇଅଛି। ମାନେ ଏଠି ଜୀବନ ନିର୍ବାହ ପାଇଁ ଜଣେ ଯଦି କୌଣସି କାର୍ଯ୍ୟ ବା କୌଣସି ଅସତ ଦାନ ମଧ୍ୟ ଗ୍ରହଣ କରି ନେଇଗଲା, ଯେଉଁ ଦାନ ବେଦ ବିହିତ ନୁହେଁ, ତଥାପି ମଧ୍ୟ ସେମାନଙ୍କୁ ମାନେ କୌଣସି ପାପ ଲାଗେ ନାହିଁ। ଏଠି ମାନେ ଶ୍ଲୋକରେ ଶ୍ରୀ ଭଗବାନ ଯେଉଁଟା କହିବା ପାଇଁ ଚାହୁଁଛନ୍ତି ତାର ଅର୍ଥ ବଡ଼ ଗୂଢ଼। ମାନେ ଏଠି ଏ ଶ୍ଲୋକର ସମସ୍ତଙ୍କର ଅଲଗା ଅଲଗା ମତ ହେଲେ ମଧ୍ୟ ସେ ଗୋଟିଏ ଇଙ୍ଗତି ଏ ଶ୍ଲୋକରେ କୁହାଯାଇଛି। କାରଣ ଏ ଶ୍ଲୋକର ବକ୍ତା ସ୍ୱୟଂ ଶ୍ରୀହରି ଏବଂ ତାଙ୍କର ବାଣୀ ହେଇଥିବାରୁ ତାଙ୍କୁ ଯଦି ମିଳେଇକି ବା ତାଙ୍କ ସହିତ ଯଦି ଆମେ ଶ୍ଲୋକକୁ ବୁଝିବା ପାଇଁ ଚେଷ୍ଟା କରିବା ତାହେଲେ ସରଳ ହେବ। ସାଧାରଣତଃ କ'ଣ କରାଯାଏ, ଭଗବତ ଗୀତା ବ୍ୟାଖ୍ୟାରେ ଆମେ ଭଗବାନଙ୍କୁ ମାଇନସ୍ କରିଦିଅନ୍ତି, ତାଙ୍କୁ ଅଲଗା କରିକି ତାଙ୍କ କଥାଟାକୁ ଆମେ ବୁଝିବା ପାଇଁ ଚେଷ୍ଟା କରନ୍ତି। ତେଣୁ ଆମକୁ ଅସୁବିଧା ହୁଏ କି କିଭଳି ଭାବରେ ଆମମାନଙ୍କର ସବୁ ଆଶା ଦୂର ହୋଇଯିବ। ଶ୍ରୀ ଭଗବାନ କହୁଛନ୍ତି ଯାହାର ସବୁ ପ୍ରକାର ଆଶା ଦୂର ସେ ହେଲା ନିରାଶୀ। ଯାହାଙ୍କର ଅନ୍ତଃକରଣରେ ମାନେ କୌଣସି ପ୍ରକାରର ମାନେ ଇଚ୍ଛା ନାହିଁ, ସେଇମାନେ ଯତିଚାତ୍ମା। ଏଭଳି ଭାବରେ ଯିଏ ସବୁ ପ୍ରକାର ପରିଗ୍ରହ, କ'ଣ ପାଇଁ ଜଣେ ସବୁ ପ୍ରକାର ପରିଗ୍ରହ ତ୍ୟାଗ କରିବ, ଏ ବିଷୟରେ ମଧ୍ୟ ବଡ଼ ପ୍ରଶ୍ନ ଉଠିଥାଏ। ମାନେ ଏଠି ଏଭଳି ପୁରୁଷ କେବଳ ଶରୀର ସ୍ଥିତି ମାତ୍ର ପାଇଁ କର୍ମ କରିଥିଲେ ତାଙ୍କୁ କୌଣସି ପ୍ରକାରର ବନ୍ଧନ ପ୍ରାପ୍ତ ହୁଏ ନାହିଁ। ମାନେ ବନ୍ଧନ ଯେତେବେଳେ ମନୁଷ୍ୟ କୌଣସି ପ୍ରକାରର କର୍ମ କରିବ, ସେ କର୍ମ ଦୁଇ ପ୍ରକାର ହେଇଥାଏ। ୟା ତ ସିଏ ବେଦ ବିହିତ କର୍ମ ହେଇଥିବ ଯିଏକି ପୁଣ୍ୟ ପ୍ରଦାନ କରେ, ୟା ତ ସିଏ ବେଦ ନିଷିଦ୍ଧ ହେଇଥିବ ଯିଏକି ପାପ ପ୍ରଦାନ କରେ। କିନ୍ତୁ ଏଠି ଯେତେବେଳେ ଶ୍ରୀ ଭଗବାନ କହୁଛନ୍ତି କି ସେ ମାନେ କର୍ମ କରିବ ଏବଂ ସେ କର୍ମ କଲେ ତାର ମାନେ କୌଣସି ପ୍ରକାରର ପାପ ତାକୁ ଗ୍ରାସ କରିବ ନାହିଁ। ମାନେ ଧର୍ମ ମଧ୍ୟ ଏଠି ପାପ ବୋଲି କୁହାଯାଇଛି। ମାନେ ତାକୁ କୌଣସି ଭଗବାନ ସେଠି କହୁଛନ୍ତି ତାକୁ କୌଣସି ପ୍ରକାରର ପାପ, କିଳବିଷ ଶବ୍ଦ ଭଗବାନ କହୁଛନ୍ତି କୁର୍ବାନ ନୁତି କିଳବିଷମ୍, ତା କୌଣସି ପ୍ରକାର ପାପ ଗ୍ରସ୍ତ ହେବ ନାହିଁ। ଶଙ୍କରାଚାର୍ଯ୍ୟ ପାଦ ଏ ଶ୍ଲୋକରେ କହୁଛନ୍ତି କି ଧର୍ମ ଅପି ମୁମୁକ୍ଷୁ କିଳବିଷମ୍ ଏବ ବନ୍ଧନ ପାଦକତ୍ୱାତ୍। ଶଙ୍କରାଚାର୍ଯ୍ୟ ପାଦ କହୁଛନ୍ତି କି ଧର୍ମ ମଧ୍ୟ ଯେଉଁମାନେ ମୁମୁକ୍ଷୁ, ଯେଉଁମାନେ ଜ୍ଞାନୀ, ତାଙ୍କ ପାଇଁ ଧର୍ମ ମଧ୍ୟ ବନ୍ଧନର କାରଣ ଏବଂ ବନ୍ଧନର କାରଣ ହେଉଥିବାରୁ ଏ ଜାଗାରେ ତାଙ୍କୁ ମଧ୍ୟ ପାପ ବୋଲି କୁହାଯାଇଛି। ଯେଉଁ ଶରୀର କେବଳ ଶରୀର ପାଇଁ ଯେଉଁ କର୍ମ ଏ ଜାଗାରେ କୁହାଯାଇଛି, ଶରୀର ନିର୍ବାହ ପାଇଁ କର୍ମ ମଧ୍ୟ ଏଟା ବୁଝିବାକୁ ହେବ। ଶରୀର ନିର୍ବାହ ପାଇଁ ଜଣେ ଯଦି କହିବ ମୁଁ ଯାହା କରୁଛି ମୋ ଶରୀର ପାଇଁ ତ କରୁଛି, ମୋ ଶରୀର ପାଇଁ ଘର ଦରକାର, ମୋର ଶରୀର ପାଇଁ ସ୍ତ୍ରୀ ଛୁଆ ପିଲା ବ୍ୟାଙ୍କ ବାଲାନ୍ସ ସବୁ ପ୍ରକାର ବସ୍ତୁ ଦରକାର, ଶରୀର କେବଳ ଶରୀର, ତେଣୁ ଏଥିରେ ଅର୍ଥ ବଡ଼ ଗୁଢ଼ ହୋଇଯିବ। ଏଠି କିନ୍ତୁ ମାନେ ଶରୀର ଦ୍ୱାରା ଯେକୌଣସି କର୍ମ ତାକୁ ଶାରୀରିକ କର୍ମ କୁହାଯାଏ। ଶ୍ରୀ ଭଗବାନ ଏଠି ମାନେ କହୁଛନ୍ତି ଜଣେ ଯଦି ଏଭଳି କର୍ମ କରେ, କେବଳ ଶରୀର ଦ୍ୱାରା ଯେଉଁ କର୍ମ ତାକୁ ଯଦି ଆମେ କର୍ମ କହିବା, ତାହେଲେ ଭଗବାନଙ୍କର ଏ ଯେଉଁ ଉକ୍ତି କି ତାକୁ ପାପ ଲାଗେ ନାହିଁ, ଇଏ ମଧ୍ୟ ଆମେ ନ ବୁଝିପାରି ଯେମିତି ଲାଗିବ କି ଭଗବାନ ଏମିତି କହିଛନ୍ତି ଆମେ ବୁଝିପାରୁନାହାନ୍ତି କି ଶରୀର ନିର୍ବାହ ପାଇଁ କର୍ମ କରି ମଧ୍ୟ ସେ ପାପମୁକ୍ତ ହେଇଯିବ, ଏ କଥା ବିଶେଷ ବୁଝି ହେଉନାହିଁ। ତେଣୁ ସେଠି ଜାଗାରେ ସେ ଭଗବାନ ଯେଉଁ କହୁଛନ୍ତି କେବଳ ମାନେ ଶରୀର, ପୁଣି କେବଳ ଶରୀରମ୍ କହିଛନ୍ତି ସେ, ଏବଂ କେବଳ ଶବ୍ଦ ଦ୍ୱାରା ସେ ଭଗବାନ କହୁଛନ୍ତି ଯେଉଁ ଶରୀର ତା ମାନେ ମନ ବାଣୀ ଛାଡ଼ିକି ଖାଲି ଶରୀର ଦ୍ୱାରା କର୍ମ କରିବା ନା ସେଥିରେ ମନ ଏବଂ ବାଣୀ ଆଦି ମଧ୍ୟ ତା ଦ୍ୱାରା ମିଶେଇକି କର୍ମ କରିବା, ଯାହାଦ୍ୱାରା ମାନେ ଶାସ୍ତ୍ରରେ ଦେଖାଯାଏ ମନ ବାଣୀ ଆମ ପ୍ରତ୍ୟେକ କର୍ମେନ୍ଦ୍ର ଦ୍ୱାରା ମଧ୍ୟ ଆମେମାନେ କର୍ମ କରିଥାନ୍ତି। କିନ୍ତୁ ଭଗବାନ ଏଠି ଶରୀର ଶବ୍ଦ ବ୍ୟବହାର କରିଥିବାରୁ ଯେମିତି ଜଣାପଡ଼ୁଛି କେବଳ ଚାଲିବା ମାନେ କୌଣସି ଜିନିଷ ରଖିବା, ଦେବା ନେବା, ଏକୁ ଶରୀର କର୍ମ କୁହାଯାଇଛି। ତେଣୁ ଏଠି ମାନେ ଯଦି ମନ ବାଣୀ ଦ୍ୱାରା ମଧ୍ୟ ବିହିତ କର୍ମ କୋଇ କରେ,
ତାହେଲେ କ'ଣ ତାକୁ ପାପ ଗ୍ରସ କରେ କି? କାରଣ ଭଗବାନ କେବଳ କହିଦେଇଛନ୍ତି କେବଳ ଶରୀର ଦ୍ୱାରା କର୍ମ କଲେ ସେ ପାପ ହେବ ନାହିଁ। ଜଣେ ଯଦି ମନରେ କୌଣସି ମାନେ ଚିନ୍ତା କଲା ବା ବାଣୀରେ କାହାକୁ କୌଣସି ପ୍ରକାର ଖରାପ କଥା କହିଦେଲା, ତା ଦ୍ୱାରା କ'ଣ ପାପ ମୁକ୍ତ କିଆ ବାଣୀରେ ମଧ୍ୟ କାହାକୁ ସିଏ ସ୍ତୁତି କରିଦେଲା, ବାଣୀ ଦ୍ୱାରା ମଧ୍ୟ ସିଏ ମାନେ ଦେବତାମାନଙ୍କୁ ପ୍ରଶଂସା ମଧ୍ୟ କରେ, ବାଣୀ ଦ୍ୱାରା ମଧ୍ୟ ସେ ଭାଗବତ ଭଗବତ ଗୀତା ଆଦି ପାଠ କରିପାରେ, ହରିନାମ ସଂକୀର୍ତ୍ତନ ବି କରିପାରେ, ମାନେ ବାଣୀରେ ମଧ୍ୟ ସେ କର୍ମ କରିପାରେ। କ'ଣ ଏଭଳି କର୍ମକୁ ମଧ୍ୟ ମାନେ କୁହାଯିବ କି କେବଳ ଶରୀର କର୍ମରୁ ସେ ଅଲଗା ହେଇଗଲା? ଏଭଳି ଭାବରେ ଯଦି ବିଚାର କରାଯାଏ ତାହେଲେ ଜଣାପଡ଼େ ମଧ୍ୟ ଏଠି ଭଗବାନ କେବଳ ଶରୀର ଶବ୍ଦ କହି ସେ ଜାଗାରେ ମଧ୍ୟ ଆହୁରି ଶ୍ଲୋକର ଅର୍ଥକୁ କଷ୍ଟ କରିଦେଇଛନ୍ତି। ମାନେ କେବଳ ଶରୀର ନିର୍ବାହ ପାଇଁ କରିବା କର୍ମ, ଏ କଥାଟାକୁ ବୁଝିବା ପାଇଁ ଯଦି ଆମେ ଚେଷ୍ଟା କରିବା, ଶଙ୍କରାଚାର୍ଯ୍ୟଙ୍କ ମତ ଅନୁସାରେ ଏଠି କେବଳ ଶବ୍ଦର ପ୍ରୟୋଗ କେବଳ ଏଠି ଅହଙ୍କାରକୁ ତ୍ୟାଗ କରିବା ପାଇଁ ସେ କହିଛନ୍ତି। ଆକ୍ଚୁଆଲି ୟା ବ୍ୟତୀତ ଆଉ କିଛି କହିନାହାନ୍ତି। କାରଣ ମୁଁ ଏବଂ ମୋର ଏଭଳି ଅଭିମାନ ରହିତ ହୋଇ ଜଣେ ଯଦି ଚେଷ୍ଟା କରିଥାଏ ତାହେଲେ ତାକୁ କୁହାଯିବ କି କେବଳ ଶରୀର ଦ୍ୱାରା ସେ କର୍ମ କରୁଛି। ଜ୍ଞାନ ଦ୍ୱାରା ମାନେ ଅଗ୍ନି ଦ୍ୱାରା ଯେମିତି ସମସ୍ତ କର୍ମ ନାଶ ହୋଇଯାଏ, ସେଭଳି ଭାବରେ ସେ ପ୍ରତ୍ୟେକ କର୍ମର ବନ୍ଧନରୁ ମୁକ୍ତ ହୋଇଯାଏ। ଏଠି ମାନେ ଆସି ଭଗବାନ ଯେମିତି କହିଛନ୍ତି ତ୍ୟକ୍ତ ସର୍ବ ପରିଗ୍ରହ ସଂୟତ ଅନ୍ନାଦେ ଶରୀର ସ୍ଥିତି ହିତ ହୋ, ଯେଭଳି ଭାବରେ ସମସ୍ତ ପ୍ରକାରର ସଂଗ୍ରହ, ଯେଉଁଟା କହନ୍ତି ପରିଗ୍ରହ, ଆମେ ଯେଉଁ ସଂଗ୍ରହ କରନ୍ତି ବସ୍ତୁ, ଆମର ଏଇଟା କାଲି ଦରକାର ପଡ଼ିପାରେ, ଏଇଟା ଆମେ ନେବା, ଆମର ଏଇଟା ଆବଶ୍ୟକ, ଏଭଳି ପ୍ରକାର ସଂଗ୍ରହ ଯେଉଁମାନେ କରନ୍ତି ସେମାନଙ୍କୁ ଭୋଗୀ କୁହାଯାଏ। ଯେଉଁମାନେ ସଂଗ୍ରହ କରନ୍ତି ନାହିଁ ସେମାନେ ହେଲେ ସନ୍ନ୍ୟାସୀ, ଏବଂ ସେମାନେ ଶରୀର ନିର୍ବାହ ପାଇଁ ଅନ୍ନ ଆଦି ସେ ସଂଗ୍ରହ କରନ୍ତି ନାହିଁ, ଏବଂ ଏଭଳି ଭାବରେ କେବଳ ସିଏ କ'ଣ କରନ୍ତି, ୟାଚନା ମାଧ୍ୟମରେ ଭିକ୍ଷା ଆଦି ମାଧ୍ୟମରେ ସେ କ'ଣ କରନ୍ତି ନା ଏକୁ ଗ୍ରହଣ କରିଥାନ୍ତି। ତେଣୁ ଏକୁ ସେମାନେ ଯଦି ଭିକ୍ଷା ଆଦି ମାଧ୍ୟମରେ ମାନେ କୌଣସି ବସ୍ତୁକୁ ଗ୍ରହଣ କରିଥାନ୍ତି, କ'ଣ ସେଟାକୁ ମଧ୍ୟ ଏଠି କର୍ମ ଯେଉଁ ପାପ କର୍ମ ଅନୁସାରେ ଗ୍ରହଣ କରାଯିବ ନା କେବଳ ଶରୀର ମାଧ୍ୟମରେ କେବଳ ଶରୀର କର୍ମ ବୋଲି ବୁଝାଯିବ? ୟା ପରେ ସରସ୍ୱତୀ ପାଦଙ୍କ ମତ ହେଲା କି ଯେତେବେଳେ ମାନେ ସମ୍ପୂର୍ଣ୍ଣ ଯେଉଁ କର୍ମ, ଯେତେବେଳେ ଶ୍ରୀ ଭଗବାନ କହୁଛନ୍ତି କେବଳ ପୁରୁଷକୁ ଶାରୀରିକ ଶରୀର ସ୍ଥିତି ପାଇଁ ଆବଶ୍ୟକ କର୍ମ କରିବା ଉଚିତ। ଶରୀର ସ୍ଥିତି ପାଇଁ ଯେଉଁ କର୍ମ କିଏ କରିବ ସେ କର୍ମ ଧର୍ମ ହେଇପାରେ, ସେ କର୍ମ ଅଧର୍ମ ମଧ୍ୟ ହେଇପାରେ। ମାନେ ଏଠି ଆଶଙ୍କା ଆମର ରହିବ କି ଅଧର୍ମର ଫଳ ମଧ୍ୟ, ଅଧର୍ମର ଫଳ ସଂସାରର ପ୍ରାପ୍ତି ବା ଦୁଃଖମୟ ସଂସାରର ପ୍ରାପ୍ତି, ଏବଂ ଅଧର୍ମଟାକୁ ପାପ କୁହାଯାଏ। କିନ୍ତୁ ଧର୍ମ ସେଟା ତ ସଂସାର ପ୍ରାପ୍ତି କରାଏ ନାହିଁ, ଉଲ୍ଟା ସେ ସୁଖମୟ ସଂସାରକୁ ପ୍ରାପ୍ତି କରାଇଥାଏ। ତାକୁ ମଧ୍ୟ ଏ ଶ୍ଲୋକରେ କିଳବିଷ ଦ୍ୱାରା ଭଗବାନ ଦୁଇଟା ଯାକ ଗୋଟିଏ ଜାଗାରେ କହିଦେଇଛନ୍ତି। ତାର ଅର୍ଥ ହେଲା ତତ୍ତ୍ୱଜ୍ଞାନୀଙ୍କ ପାଇଁ ପାପ ଏବଂ ପୁଣ୍ୟ ଦୁଇ ଜଣ ଯାକ ବନ୍ଧକ ହେଇଥିବାରୁ ଦୁଇ ଜଣ ଯାକ ଶ୍ରୀ ଭଗବାନ ଏ ଜାଗାରେ କେଳବିଷ ଶବ୍ଦ ଦ୍ୱାରା ଏଠି କହିଛନ୍ତି। କାରଣ କେଳବିଷ ଶବ୍ଦରେ ପୁଣ୍ୟ ମଧ୍ୟ ସିଏ ସଂସାରରେ ଆମକୁ ବାନ୍ଧିଥିବାରୁ ଏ ଜାଗାରେ ଭଗବାନ ଦୁଇ ପ୍ରକାର କର୍ମକୁ ମାନେ କହୁଛନ୍ତି କି କେଳବିଷରୁ ସେ ମୁକ୍ତ ହେଇଯିବ। ତାମାନେ ପୁଣ୍ୟକୁ ମଧ୍ୟ ଏ ଜାଗାରେ ବୁଝିବାକୁ ପଡ଼ିବ କି ଯେ ତତ୍ତ୍ୱଜ୍ଞାନୀ ସେ ପୁଣ୍ୟ କର୍ମ ମଧ୍ୟ କରେ ନାହିଁ, ସେ ପାପ କର୍ମ ମଧ୍ୟ କରେ ନାହିଁ, ଦୁଇଟା ଯାକ ସେ ତ୍ୟାଗ କରିଦେଇଥାଏ। ମାନେ ଯେଭଳି ପ୍ରକାରରେ ସମ୍ପୂର୍ଣ୍ଣ ଭୋଗ ସାଧନାକୁ ଯିଏ ପରିତ୍ୟାଗ କରିଦିଏ ତାକୁ ସନ୍ନ୍ୟାସୀ କୁହାଯାଏ ଶାସ୍ତ୍ରରେ। ମାନେ ସେଥିରେ ଯେତେବେଳେ ସେ ଜଣେ ଯଦି ସବୁ ପ୍ରକାର ତ୍ୟାଗ କରିଦେଲା, ସେ ଖାଇବ କ'ଣ, ସେ ପିନ୍ଧିବ କ'ଣ, ସେ ଅନୁସାରେ ପୁଣି ଶାସ୍ତ୍ର କ'ଣ କହିଥାଏ ନା ବାସ୍ତବରେ ଶାସ୍ତ୍ର କ'ଣ କରିଥାଏ ନା କହିଥାଏ ଯେଉଁମାନେ ସନ୍ନ୍ୟାସୀ ସେମାନେ ଭିକ୍ଷା କରି ଜୀବନ ଯାପନ କରିବା ଉଚିତ। ଭିକ୍ଷା 5 ପ୍ରକାରର ଅଟେ ଏବଂ ଏ ଭିକ୍ଷା ଶାସ୍ତ୍ରରେ ସ୍ମୃତି ଶାସ୍ତ୍ରରେ ମାଧୁକରମ୍ ସଂକ୍ଲିପ୍ତମ୍ ପ୍ରାକ୍ ପ୍ରାଣୀ ତମୟାଚିତମ୍
तत्कालिका प्रपंच भक्ष्यं पंचवेदम स्मृतम। एठी कुहाଯାଇଛି प्रथम भिक्षा ହେଲା ମାଧୁକରୀ। ମାଧୁକରୀ ଭିକ୍ଷାକୁ କୁହାଯାଏ ଯେମିତି ମଧୁକର ଗୋटे ଗୋटे ଫୁଲ ପାଖକୁ ଯାଇ ସେ ବୁଲେ ଏବଂ ସେ ଜାଗାରୁ ସେ କ'ଣ କରେ ନା ରସକୁ ଗ୍ରହଣ କରିଥାଏ। ସେହିଭଳି ସନ୍ନ୍ୟାସୀ ସେ ଘର ଘର ବୁଲେ ଏବଂ ତାର ଭିକ୍ଷାକୁ ସେ ଗ୍ରହଣ କରେନି। ଏକ ମାଧୁକରୀ ଭିକ୍ଷା କରି କୁହାଯାଏ। ଅସଂକ୍ଲେପ୍ତ ଭିକ୍ଷା ହେଲା ଯେଉଁମାନେ ମାନେ ଅଭିଶପ୍ତ ବା ପାପୀଙ୍କ ଘରକୁ ବର୍ଜନ କରି କେବଳ ମାନେ ବର୍ଜନ କରି ସିଏ କ'ଣ କରନ୍ତି 3 ଘର ବା 5 ଘର ବା 7ଟି ଘରରୁ ସେ ଭିକ୍ଷା ଗ୍ରହଣ କରି ତାକୁ ମାନେ ନିଜର ଜୀବିକାକୁ ନିର୍ବାହ କରନ୍ତି। ସେମାନଙ୍କୁ କୁହାଯାଏ ଅସଂକ୍ଲେପ୍ତ ଭିକ୍ଷା। ଏବଂ ଯେଉଁମାନେ ମାନେ ବେଳେବେଳେ ଏମିତି ବି ହୁଏ ପ୍ରାକ୍ ପ୍ରାଣିତ ଭିକ୍ଷା, ଯେଉଁମାନେ ପ୍ରଥମରୁ ଆସି ସନ୍ନ୍ୟାସୀଙ୍କୁ ଅନୁରୋଧ କରିଦିଅନ୍ତି ଭିକ୍ଷା ମାଗିବା ପୂର୍ବରୁ କି ଆପଣ ଆମ ପାଖରେ ଆଜି ଭିକ୍ଷା ଗ୍ରହଣ କରନ୍ତୁ, ସେଟାକୁ ପ୍ରାକ୍ ପ୍ରାଣିତ ଭିକ୍ଷା କୁହାଯାଏ। ଅଯାଚିତ ଭିକ୍ଷା ହେଲା ଯେଉଁ ଭିକ୍ଷା ମାନେ ଆମେ ବିନା ଯାଚନା ଦ୍ୱାରା ପ୍ରାପ୍ତ ହୋଇଯାଏ, ସ୍ୱତଃ ପ୍ରାପ୍ତ ହୋଇ ତାକୁ ଅଯାଚିତ ଭିକ୍ଷା କୁହାଯାଏ। ତତ୍କାଳିକ ଭିକ୍ଷା ଯେଉଁ ଭିକ୍ଷା ସମୟ ଯେତେବେଳେ ସନ୍ନ୍ୟାସୀ ଭିକ୍ଷା କରିବା ପାଇଁ ବାହାରୁଛନ୍ତି ସେତେବେଳେ ଜଣେ ଯଦି ତାଙ୍କ ପାଖକୁ ମାନେ ପହଞ୍ଚିଗଲା ତାକୁ ତତ୍କାଳିକ ଭିକ୍ଷା କୁହାଯାଏ। ମାନେ ଶାସ୍ତ୍ରରେ ଏଭଳି ଭାବରେ ମାନେ ଅନ୍ନ ଏବଂ ବସ୍ତ୍ରକୁ ଜଣେ ଯଦି ବିନା ମାନେ ଶରୀରର ଆବଶ୍ୟକତା ବସ୍ତୁକୁ ଜଣେ ଯଦି ଗ୍ରହଣ କରୁଥାଏ ସେ ସମୟରେ ମାନେ କୁହାଯାଏ ସେ ପ୍ରକାର ଯାଚନା ମଧ୍ୟ ମାନେ ସେଟା ତାଙ୍କୁ କୌଣସି ପ୍ରକାରର ବନ୍ଧନରେ ବାନ୍ଧେ ନାହିଁ। ତାହେଲେ ବନ୍ଧନରେ ବାନ୍ଧିବା ପାଇଁ ଆମକୁ ମାନେ କିଭଳି କର୍ମ କରିବା ଉଚିତ, ଏଭଳି ଭାବରେ ଏ ଶ୍ଲୋକରେ ଶ୍ରୀ ଭଗବାନ ଆମକୁ କହିଛନ୍ତି କି କ'ଣ କଲେ ଜଣେ ବନ୍ଧନରେ ବାନ୍ଧି, କାରଣ କର୍ମ ବନ୍ଧନରେ ବାନ୍ଧିବାଟା ବହୁତ ମାନେ କଠିନ ପାଠ। କାରଣ ଯଦି ଥରେ ବନ୍ଧି ହେଇଗଲା ତାହେଲେ ସେ ଜୀବ ଏ ସଂସାରରୁ ମୁକ୍ତ ନ ହୋଇ ସେ ବାରମ୍ବାର ଜନ୍ମ ମାନେ ତାକୁ ମିଳିଥାଏ। ତେଣୁ ଏ ଜାଗାରେ ଶ୍ରୀ ଭଗବାନ ଶ୍ରୀ ଅର୍ଜୁନ ଦେବଙ୍କୁ ଏଠି ଏ ଶ୍ଲୋକରେ ଏ ବିଷୟରେ କହୁଛନ୍ତି। ରାମାନୁଜ ଆଚାର୍ଯ୍ୟ ପ୍ରାତ ଏ ଶ୍ଲୋକରେ କହୁଛନ୍ତି କି ସମସ୍ତ ପ୍ରକାର ପରିଗ୍ରହର ତ୍ୟାଗୀ, କାରଣ ସିଏ ଏକମାତ୍ର ଆତ୍ମାକୁ ହିଁ ନିଜର ପ୍ରୟୋଜନ ମାନିଥାନ୍ତି। କାରଣ ଯେଉଁମାନେ ସାଧୁ ସେ ଜାଣନ୍ତି, ସେ ଗୃହସ୍ଥ ହେଇଥାଉ ବା ସନ୍ନ୍ୟାସୀ ହେଇଥାଉ, ସେ ଜାଣନ୍ତି କେବଳ ମୋର ପ୍ରୟୋଜନ ବସ୍ତୁ ହେଲା ମୋର ନିଜର ଆତ୍ମା। ତେଣୁ ସେମାନେ କୌଣସି ପ୍ରକାରର ବସ୍ତୁରେ ନିଜକୁ ସଂଶ୍ଳିଷ୍ଟ କରନ୍ତି ନାହିଁ। ସେ ପ୍ରାକୃତ ବସ୍ତୁ ବା ପ୍ରକୃତି ବସ୍ତୁ ଦ୍ୱାରା ସେ କୌଣସି ପ୍ରକାର ବସ୍ତୁରେ ମମତାକୁ ରଖନ୍ତି ନାହିଁ। ଏଭଳି ପୁରୁଷ ଜୀବନ ସାରା କେବଳ ଶରୀର ସମ୍ବନ୍ଧୀ କର୍ମ କରି ପାପମୟ ସଂସାରରୁ ମୁକ୍ତ ହେଇଯାଆନ୍ତି। ମାନେ ଏଠି କେବଳ ଶରୀରମ୍ ଏବ କର୍ମ କୁର୍ବନ୍ କେଲେ ବି ସଂସାରମ୍ ନ ଆପ୍ନୋତି, ସେମାନଙ୍କୁ ସଂସାର ପ୍ରାପ୍ତି ହୁଏ ନାହିଁ। ମାନେ ଏଠି କେବଳ ପ୍ରୟୋଜନକୁ ଆମେ ଯଦି ଦୃଢ଼ ନ କରିବା ତାହେଲେ କ'ଣ ହେବ ନା ଆମେ କହିବା କି ଯେଉଁମାନେ କେବଳ ମାନେ ଜୀବିକା ନିର୍ଭର କରୁଛନ୍ତି, ଯେମିତି ଯିଏ ମାନଲ ଟିକେ ମାନେ ଗରିବ ଲୋକ ହେଇଗଲେ ସେମାନେ କେବଳ ନିଜେ ଦିନ ମଜୁରୀ ଲୋକ ହେଇଗଲେ କାଁ ପଇସା ନେଲେ ଖାଇ ପିଇକି ଘରେ ଶୋଇଯାଆନ୍ତି, ତାପର ଦିନ ପୁଣି କର୍ମକୁ ବାହାରନ୍ତି। କ'ଣ ସେମାନେ ସମସ୍ତେ ପାପମୁକ୍ତ ହେଇଯାଆନ୍ତି? କହିହେବନି। ତାଙ୍କର ଇଚ୍ଛା ଶକ୍ତି, ତାଙ୍କର ଆଶା, କ'ଣ ସେମାନେ ନିରାଶୀ? ଯଦି ଏଭଳି ସେମାନେ ହେଇଯାଆନ୍ତି ତାହେଲେ ସେମାନେ ପାପମୁକ୍ତ ହେଇଥାନ୍ତି। ଅନ୍ୟଥା ଆମେ ଦେଖୁଛନ୍ତି ଶାସ୍ତ୍ରରେ ରାଜା ହେଇ ମଧ୍ୟ ସେମାନେ ପାପମୁକ୍ତ ହେଇଯାଆନ୍ତି, କାରଣ ସେମାନଙ୍କର କୌଣସି ପ୍ରକାରର ଆସକ୍ତି ନଥାଏ। ଆମର ଶ୍ରୀଧର ସ୍ୱାମୀ ପାଦଙ୍କର ଏ ଶ୍ଲୋକରେ ବହୁତ ସୁନ୍ଦର ବ୍ୟାଖ୍ୟା। ସେ କହୁଛନ୍ତି କି ମାନେ ବିଷୟ ଏବଂ ବିଷୟର ଇନ୍ଦ୍ରିୟ ଦ୍ୱାରା ସ୍ପର୍ଶ ହେଇଥାଏ। ଆମେ ଯଦି କୌଣସି ବସ୍ତୁ ଭୋଜନ କରିବା ଏବଂ କୌଣସି ବସ୍ତୁ ପିନ୍ଧିବା, କମ୍ ସେ କମ୍ ପ୍ରଥମେ 2ଟା ଆବଶ୍ୟକ, ଭୋଜନ ଏବଂ ବସ୍ତ୍ର, ଏବଂ କୌଣସି ଜାଗାରେ ରହିବା ବା କିଛି ବସ୍ତୁକୁ ଦେଖିବା ଇତ୍ୟାଦି ପ୍ରତ୍ୟେକ ଯେଉଁ ବିଷୟକୁ ଆମ ଇନ୍ଦ୍ରିୟ ସ୍ପର୍ଶ କରିଥାଏ ଏବଂ ଏଠି ସ୍ପର୍ଶ କରୁଥିବାରୁ ଇନ୍ଦ୍ରିୟ ଗ୍ରାହ୍ୟ ବିଷୟକୁ ଯିଏ ବି
କୌଣସି ବିଷୟକୁ ଗ୍ରହଣ କରେ ତାକୁ ଆସକ୍ତ ଆତ୍ମା କୁହାଯାଏ। ଅନ୍ତଃକରଣରେ ଯଦି ଅନାସକ୍ତ ବ୍ୟକ୍ତି ସେ ସବୁ ପ୍ରକାରର ବିଷୟକୁ ଗ୍ରହଣ କରୁଥାଏ ତାକୁ ବାସ୍ତବରେ ସୁଖକୁ ପ୍ରାପ୍ତ ହେଇଥାଏ, କାରଣ ସେ ବିଷୟକୁ ଛୁଏଁ ନାହିଁ ଏବଂ ଏଭଳି ପ୍ରକାରର ସୁଖକୁ ପାଇ ସେ ସମାଧିଯୁକ୍ତ ହେଇଯାଏ। ତେଣୁ ସେ କୌଣସି ପ୍ରକାରର ପାପ କାର୍ଯ୍ୟରେ ଲିପ୍ତ ହୋଇପାରେ ନାହିଁ। ତେଣୁ ଏଠି ବାସ୍ତବରେ ଆମେ ଦେଖିବା ଏ ସମସ୍ତଙ୍କର ଆମର ଯେଉଁ ମହାତ୍ମାମାନଙ୍କର ମତ ଏ ଶ୍ଲୋକରେ ସମସ୍ତେ ଗୋଟିଏ ଜିନିଷ କହୁଛନ୍ତି କି ବାସ୍ତବରେ ଯେଉଁ ଆମର ସମସ୍ତେ କହୁଛନ୍ତି ଯେତେବେଳେ ଜଣେ ଯଦି ଯଦି ଏଭଳି କର୍ମ କରେ ସେ କର୍ମକୁ ଆମେ ଏମିତି କରିବା ଉଚିତ, ମନରେ କମ୍ ସେ କମ୍ ଆମର ସେ କର୍ମ ପ୍ରତି ବା ଫଳ ପ୍ରତି ଆସକ୍ତ ନ ରହିବା ଉଚିତ। ଏବଂ ଆମେ ଯଦି କର୍ମଫଳ ପ୍ରତି ଆସକ୍ତ ନ ରହିବା, କେବଳ ଆତ୍ମାର ପ୍ରୟୋଜନକୁ ବୁଝିବା ଉଚିତ କି ଆତ୍ମାର କ'ଣ ଆବଶ୍ୟକତା, ସେ ଅନୁସାରେ ଯଦି ଆମେ କର୍ମ କରିବା ତାହେଲେ ଆମେମାନେ ଜୀବନ ସାରା କର୍ମ କରିଲେ ମଧ୍ୟ ଆମେ କେବେ ହେଲେ ବନ୍ଧନରେ ପଡ଼ିବା ନାହିଁ। ଯଦି ଆମେମାନେ ନିରାଶୀ ନୁହଁ, ଆମେମାନେ ଆଶା ରହିତ, ଆମେ ଆଶାକୁ ନେଇକି ଜୀବନକୁ ଧାରଣ କରିଥାନ୍ତି ଏବଂ ଚେତନା ଆମର ମନ ଏସବୁ ଯଦି ଆମର ଆମେ ଯଦି ପରିଗ୍ରହ ତ୍ୟାଗ କରିପାରନ୍ତି ନାହିଁ ତାହେଲେ ଆମେ ଯେଉଁ କର୍ମ କରନ୍ତି ତା ଦ୍ୱାରା ଆମେ ବନ୍ଧନରେ ପଡ଼ିଯିବା। ଅନ୍ୟଥା କେବଳ ଫିଜିକାଲି ଜଣେ ଦେଖିବ କି ଉପରେ ସେ ସବୁ କଥା ଛାଡ଼ି ସାରିଲାଣି, ସେ ଏବେ ଆମର ସନ୍ନ୍ୟାସୀ ହେଇଗଲେ, ସାଧୁ ହେଇଗଲେ, ତାଦ୍ୱାରା ଏ ଶ୍ଲୋକରେ ସମସ୍ତଙ୍କ ପାଇଁ କୁହାଯାଇଛି। ଜଣେ ସବୁ କିଛି ଛାଡ଼ିକି ମନ୍ଦିରରେ ବା ମଠରେ ବସିଲେ ମଧ୍ୟ ସିଏ ନିରାଶୀ ହେଇଗଲେ ବା ସିଏ ସବୁ ପରିଗ୍ରହ ତ୍ୟାଗ କରିଦେଲେ, ଏଟା ବୁଝାଯିବ ନାହିଁ। ବାସ୍ତବରେ ଏଭଳି ଆପଣ ଦେଖିବେ କୌଣସି ପ୍ରକାରର ଆଶା ଆମେ ଦେଖିବେ ଶ୍ରୀମଦ୍ ଭାଗବତମରେ ଏଭଳି କଥା ଆସିଥାଏ। ଯୁଧିଷ୍ଠିର ମହାରାଜ ଯେମିତି ମହାଭାରତରେ ମଧ୍ୟ ଯେତେବେଳେ ତାଙ୍କ ପାଖକୁ ଏତେ ସାରା ଋଷି ଆସିଥିଲେ ଦୁର୍ବାସା ମୁନିଙ୍କର ସହିତ 60,000 ଋଷି, ଯୁଧିଷ୍ଠିର ମହାରାଜଙ୍କ ପାଖରେ ତାଙ୍କୁ ଦେବା ପାଇଁ କିଛି ନଥିଲା। ଏ କଥା ମଧ୍ୟ ସେ ଜାଣିଥିଲେ, ତା ସତ୍ତ୍ୱେ ବି ସେ ତାଙ୍କୁ ମନା କଲେନି। ତାଙ୍କୁ କହିଲେ କି ଟିକେ ସମୟ ସେ ନେଇଗଲେ, କହିଲେ କି ଆପଣ ସ୍ନାନ ଶୌଚ ଆଦି କରିକି ଆସନ୍ତୁ। କାହିଁକି ସେ ସମୟ ନେଲେ? କାରଣ ଯୁଧିଷ୍ଠିର ମହାରାଜ ଧର୍ମରାଜ, ସେ ମଧ୍ୟ ସବୁ ପ୍ରକାର କର୍ମ ସେ ଜାଣିଛନ୍ତି। ଯେଉଁ ଶ୍ରାପ ଆମର ଯେଉଁ ଦୁର୍ବାସା ମୁନି କ୍ରୋଧିତ ହେଲା ପରେ ତାଙ୍କର କାର୍ଯ୍ୟ ଯଦି ପୁରା ନ ହେବ ସେ ଶ୍ରାପ ବି ଦେଇପାରନ୍ତି। ଏ କଥା ଜାଣି ମଧ୍ୟ ସେ ଯୁଧିଷ୍ଠିର ମହାରାଜ ସେତେବେଳେ ସେ କର୍ମ ଏମିତି କରିଥିଲେ, ସେ କର୍ମ ଉପରେ ନିଜର ଶାରୀର କେବଳମ୍ କର୍ମ, ସିଏ ତ୍ୟକ୍ତ ସର୍ବପରିଗ୍ରହ ଏବଂ ନିରାଶୀର ୟତ୍ ଚିତାତ୍ମା, ଏବଂ ତାଙ୍କର ଚେତନାରେ କୌଣସି ପ୍ରକାର କର୍ମ ପରିଗ୍ରହର ଆଶା ବା ସେ କୌଣସି ପ୍ରକାର ଆଶା ନ ରଖି ସେ କର୍ମ କରୁଥିଲେ। ଏବଂ ସେ କର୍ମ ଯେଉଁ ନିଷ୍କାମ କର୍ମ କରନ୍ତି ତାଙ୍କୁ ସ୍ୱୟଂ ଶ୍ରୀ ଭଗବାନ ଆସି ସେଟାକୁ ପୁରା କରିଥିଲେ। ଏବଂ ସେ ଜାଣିଥିଲେ ଯେ ପର୍ଯ୍ୟନ୍ତ ଆମର ସମୟ ଅଛି ସେ ପର୍ଯ୍ୟନ୍ତ ଆମେ ଚେଷ୍ଟା କରିବା ଉଚିତ, କିନ୍ତୁ ମନରେ କୌଣସି ପ୍ରକାର ଆଶା ବା ଭୟ, ଆଗ ଶ୍ଲୋକରେ ଏ ବିଷୟରେ ଆହୁରି ଚର୍ଚ୍ଚା ହେବ, ରଖିବା ଉଚିତ ନୁହଁ। ଏବଂ ତା ଦ୍ୱାରା ତାଙ୍କୁ ସ୍ୱୟଂ, କାରଣ ଶ୍ରୀକୃଷ୍ଣ ସିଏ ଏଭଳି ବ୍ୟକ୍ତିଙ୍କୁ, ଏଭଳି ପୁରୁଷଙ୍କୁ ସଦା ସର୍ବଦା ସହାୟତା କରିଥାନ୍ତି, ଯେଉଁମାନେ ବାସ୍ତବରେ ନିରାଶୀ ଏବଂ ଏଭଳି ସର୍ବ ପରିଗ୍ରହ ତ୍ୟାଗୀ ଏବଂ ଶରୀର ସମ୍ବନ୍ଧରେ କେବଳ କର୍ମ କରିବା ଉଚିତ। ୟା ଦ୍ୱାରା ସଂସାରକୁ ସେମାନେ କେବେ ହେଲେ ପ୍ରାପ୍ତ ହୁଅନ୍ତି ନାହିଁ। ଜୟ ଜଗନ୍ନାଥ, ହରିବୋଲ।